ଆଜି ତ ବାହାଘର କଥା କହିଥିଲ ନା ତମେ? ବାହାଘର ପରା କାଲି ଅଛି। କାଲି ଅଛି କେମିତି ବାହା ହେବେ କୁହ? ଯେମିତି ହେଲେ ବି କଲେ ବୋଲେ କୌଶଲ୍ୟ ବି ସେ ଝିଅଟାକୁ ମନେଇ ତାକୁ ଉଠେଇ ଆଣି ବାହାଘର କରିବା। ମାନେ ଉଠେଇ ଆଣିବି? ମୋ ନାଁ ତିରଙ୍ଗ, ବାପା ଘର ଭୋଜଙ୍ଗ। ମୋ ମୁଣ୍ଡ ଧଣ୍ଡା ଥିଲେ ପିଲାଠୁ ବୁଢ଼ା ଯାଏ ସମସ୍ତେ ମୋ ସାଙ୍ଗ। ଥରେ ଯଦି ମୋ ମୁଣ୍ଡରେ ପୋକ ଚଢ଼ିଲେ ନା ମୁଁ 16ଟି ପାଟେ ଦବଙ୍ଗ। ଏ ବନ୍ଧୁ ଏଠି କାମ ନଷ୍ଟ କରିବାନି। ତମେ ଆଗରେ ଯାଅ, କୋଉ ପରିସ୍ଥିତିରେ ଅଛି ଦେଖିବ। ମୁଁ ଯାଇ ପହଞ୍ଚୁଛି ସାଙ୍ଗେ ସାଙ୍ଗେ ତାକୁ ଟେକି ଆଣିବି ଏ ଅରଣ୍ୟ ମଧ୍ୟକୁ। ହେଲା, ଠିକ ଅଛି। ହେଇରେ ବା ତଳା ଯାହା ମୁଁ ଖୋଜୁଥିଲି ତା ମୁଁ ପାଇଲି। ଆଉ ସତରେ ଠିକ ଅଛି, ମୁଁ ଯାଏ ଏଥର। हेले मचित नाटक अत्यंत खुशी हुई मचित नाटक अत्यंत खुशी हुई हरि जगा कर्ण तैला ए चारि बंधु मिसी 200 गुण भारत मुद्रा पहुंचती अनुष्ठान तरफ धन्यवाद। जय कला जय कलाकार कला बंची रहो। हे जगतर नाथ जगन्नाथ, हे प्रभु मु कौ जन्म पाप करी हे जन्म किसी दिन से गुरुकुल आश्रम को विद्या शिक्षा छाड़ी करी गली। शेष मो मार मला मुह टिके भी मुझे देखी पारे जहाँ को कहले हे भी सत कथा पदे कौन कहूना। आज जमीती हेले भी मो बापा को सब सत कथा पचारि बुझी मो माँ केमिति मरी गले सत केमिति पत्थर तले रही जाइए। आज से सत कथा को मनुष्य दुनिया आगे करके देखे। हेमा सुरभि हेमा तू एठी मु तो सियाड़े पछ चाहि बसी छिलो मा बापा अरे ये मु कोन देखि पारुछि
তো তো নয়নর লুহ ঝরুଛି କାହିଁକି ମା ଆରେ ମା କଣ ହେଇଛି କୁହ ମା ସେ କିଛି ନୁହଁ ବାପା ହେଲେ ଆଜି ମୁଁ ତମକୁ ଅନୁରୋଧ କରି କହୁଛି ବାପା ମୋ ମା କେମିତି ମରିଗଲେ ତମକୁ ଆଜି କହିବାକୁ ପଡିବ। ସୁରଭି ପୁଣି ସେ ମା କଥାକୁ ଆରମ୍ଭ କରିଦେଲୁ କାହିଁକି ମା ତୋ ମା କଥାକୁ କାହିଁକି ମୋତେ ବାରମ୍ବାର ପଚାରୁଛୁ କାହିଁକି ନା ତମେ ଯଦି ନ କହିବା ତାହେଲେ ଲୋକମାନେ କହିବେ କଣ ସତ କାହିଁକି ପଥର ତଳେ ଲୁଚେଇକି ରଖିଛନ୍ତି ଆପଣ କହିଲେ। ଠିକ ମା ତୁ ଠିକ କହିଲୁ କାହିଁକି ସବୁଦିନ ପାଇଁ ସେ ସତଟା ପଥର ଲୁଚିକି ରହିବ ସେ ଦିନେ ଦିନେ ପଥର ତଳୁ ବାହାରକୁ ବାହାରିବ ଆଜି ହେଉଛି ସେଇ ଠିକ ସମୟ ଲୋ ମା ସେହି ଠିକ ସମୟ ଆଉ ସେଇ ଠିକ ଦିନ ଆଜି ମୁଁ ତୋତେ ଗୋଟିଏ ଗୋଟିଏ କରି ବୁଝେଇ ଦେବି ମା ବୁଝେଇ ଦେବି। ତାହେଲେ ଶୀଘ୍ର କୁହ ବାପା କଣ କି ଦିନେକର କଥା କଣ ହେଇଥିଲା କି ଲୋ ମା କଣ ତୋ ମାଟା ମେଲା ଦେଖିବା ପାଇଁ ଚାଲି ଯାଇଥିଲା ବୁଝିପାରୁଛୁ ହଁ ସେ ମେଲା ଦେଖୁ ଦେଖୁ ରାତି 12ଟା ହେଇଗଲା ଲୋ ମା ରାତି 12ଟା ହେଇଗଲା ଦେଖିଲି ଯେ ତୋ ମା ଆସିଲାନି ଆରେ ମହାରାଣୀ କୁଆଡେ ଗଲ ବୋଲୁ ବୋଲୁ ମହାରାଣୀ ପହଞ୍ଚି ଗଲି ମୁଁ ପଚାରିଲି ଆରେ ମହାରାଣୀ ତୁମେ କୁଆଡେ ଯାଇଥିଲ ଏ କଥା ପଚାରିବାରୁ ମୋ ଉପରେ ସେ ରାଗି ଉଠିଲା ଲୋ ମା ମୋ ଉପରେ ସେ ରାଗି ଉଠିଲା ବାପା ମୁଁ ସେ ରାଗକୁ ସମ୍ଭାଳି ନ ପାରି କଣ କରିଛି ଜାଣିଛୁ କଣ ଏଇ ହଳା ପାପି ହାତକୁ ଉଠେଇ ଦେଲି ତା ମୁଣ୍ଡକୁ ଲୋ ମା ଯାଇ ମୁଣ୍ଡରେ ବାଜିଗଲା ମୁଣ୍ଡରେ ବାଜୁ ବାଜୁ ସେ ଆଉ ବଞ୍ଚିଲାନି ତା ଜୀବନଟା ଚାଲିଗଲା ମା ଚାଲିଗଲା ଆଜି ମୁଁ ସେଇ ସତ କଥାଟା ପଥର ଗଲୁ କାଢି ଦେଇଛି ମା ଆଉ ତୋତେ ବୁଝେଇ ଦେଇଛି ତୁ ମତେ ଭୁଲ ବୁଝୁନିଲୁ ମା ଏ ସବୁ ଭୁଲଟା ହଉଛି ମୋର ସବୁ ଭୁଲଟା ମୋର ଠିକ ଅଛି ବାପା ତମକୁ ଆଉ କଣ କହିବି ଅରେ ମା ଆମ ଭାଗ୍ୟରେ ଯାହା ଲେଖା ଥିଲା ସେଇଆ ହିଁ ହେଲା ହଁ ମୋ ମା ଆମକୁ ଛାଡି ଆର ପାରିକୁ ଚାଲିଗଲା। ଅରେ ମା ଆଉ କଣ କରିବା ଯାହା କଣ ଘଟିଛି ହେଲେ ତାମାନେ ସେ ମହାମନ୍ତ୍ରୀଙ୍କର କିଛି ଦୋଷ ନାହିଁ ନାଇଁ ତାର କିଛି ଦୋଷ ନାହିଁ ସେ ହଉଛି ବନ୍ଧୁଟା ମୋର ଭଲ ଲୋକ ସେ ନିଜେ କହିଲା ମହାରାଜ ହେ ବଡ଼ ରାଜ୍ୟ ହୋଇ ତୁମେ କାହିଁକି କାରାଗାରକୁ ଚାଲିଯିବ ମୁଁ ଯିବି କାରାଗାରକୁ ବୋଲି ମନ୍ତ୍ରୀ ନିଜେ ହାମି ପଡ଼ିଲା ଆଉ ମୋର ମାନ ମର୍ଯ୍ୟାଦା ଇଜ୍ଜତକୁ ସେହି ରକ୍ଷା କରିଥିଲା ଆଜି ତାର କିଛି ଭୁଲ ନୁହେଁ ଲୋ ମା ତାର କିଛି ଭୁଲ ନୁହେଁ ହେ ବାପା ମୁଁ ମଧ୍ୟ ତାଙ୍କ ପୁଅ ସାଗରକୁ କିଛି ନ ବୁଝି ନ ଶୁଝି ବହୁତ କିଛି କହିଦେଇଛି ହେ ମା ସୁରଭି ତୁ କାହିଁକି କଷ୍ଟ ଦେଉଛୁ ମା ତାମାନେ ସେ ସାଗର ବାବୁ ତୋତେ ରାଗି ଉଠିଛି ନାଇଁ ସେ ରାଗି ଉଠିବନି ମୁଁ କଥା ଦେଇଛି ମାନେ ସାଗର ବାବୁ ସହିତ ତୋର ବାହାଘର ହବ ଆମା ମୋ ସାଥେ ଚାଲ ଯିବା ଆମେ ସେହି ମନ୍ତ୍ରୀଙ୍କ ନିକଟକୁ ଆଉ ଆମେ କ୍ଷମା ମାଗିବା ଆମା ଚାଲ ଯିବା ମହାମନ୍ତ୍ରୀ ବିଶ୍ୱଜିତ ମହାରାଜ ଆଜି ମୁଁ ଭୁଲର କ୍ଷମା ମାଗୁଛି ମୋତେ ତୁମେ ମାନେ କଣ କ୍ଷମା ଦବନି ଏ କଣ କହୁଛନ୍ତି ମହାରାଜ ମୁଁ ଠିକ କହୁଛି କାହିଁକି ନା ମୋର ମାନ ମର୍ଯ୍ୟାଦା ଇଜ୍ଜତକୁ ତୁମେ ରକ୍ଷା କରିଥିଲ ହେଲେ ଆଜି ଆଜି ପାଇଁ ସେଥିପାଇଁ ମୁଁ କ୍ଷମା ମାଗୁଛି ଆଉ ପୁଣି ଗୋଟିଏ କଥା ମୋ ଝିଅ ସୁରଭି ସାଗର ବାବୁକୁ ଯାହା କିଛି କହିଦେଇଛି ସେଇଥିପାଇଁ ମଧ୍ୟ ମୁଁ କ୍ଷମା ମାଗୁଛି ତୁମମାନେ ଆଜି କ୍ଷମା ଦେଇଦିଅ ଠିକ ଅଛି ମହାରାଜ ମୁଁ ତ ଆଗରୁ କହିଥିଲି ଶୁଣିଛ ନା ହଁ ମହାରାଜ ମୁଁ ଝିଅ ସୁରଭିକୁ ସାଗର ବାବୁ ସହିତ ବାହା ଦେବି ଏହି ବାହା ବେଦୀରେ ବୋଲି ଆଉ ସେହି ରାଜ୍ୟ କୋଠାଘର ରାଜ୍ୟ ସିଂହାସନ ସବୁ କିଛି ଅର୍ପଣ କରିବି ବୋଲି ଆଜି ମୁଁ ଏ ମୁହୂର୍ତ୍ତରେ କରିବି ଏ ମା ସୁରଭି ତୁ ଡେରି କରୁଛୁ କାହିଁକି ତୁ ଯା ମା ଟିକେ କ୍ଷମା ମାଗ ଯା ସାଗର ତାହେଲେ
ମତେ କ୍ଷମା କରିବନି? ତାହେଲେ ଠିକ ଅଛି ମୁଁ ତୁମକୁ କ୍ଷମା କରିଦେବି। ଠିକ ଅଛି। ସତରୀ ତମେ କ୍ଷମା କରିଦେଲ। ଯାହା ହେଉ ଧନ୍ୟ ମନ୍ତ୍ରୀ ଯେମିତି ତାଙ୍କ ପୁଅ ସାଗର ମଧ୍ୟ ସେମିତି। ଏ ମା ସୁରଭି ବାପା। ଆଉ ଡେରି କରନି, ତୁ ଯା ମା, ତୁ ବଧୁ ବେଶରେ ସଜ ହୋଇ ଏଇ ବିହା ବେଦୀକୁ ଚାଲି ଆସିବୁ। ଠିକ ଅଛି ଯା ବାପା। ଯା ଯା, ଆଉ ଡେରି କରନି। ମହାମନ୍ତ୍ରୀ ସାଗର ବାବୁ, ଚାଲ ଯିବା ଆମେ ସେହି ମହାବେଦୀକୁ। ଆସୁଥିବି। এইটাই উপযুক্ত সময়। ସମସ୍ତେ ବାହାଘର କାର୍ଯ୍ୟରେ ବ୍ୟସ୍ତ। ଏହି ସମୟରେ ରାଜକୁମାରୀଙ୍କ କକ୍ଷକୁ ଯାଇ ନିଶ୍ଚୟ ଅପହରଣ କରି ନେଇଯାଇ ସେ ଜଙ୍ଗଲ ଯାଇନି ରାଜକୁମାରୀଙ୍କ କକ୍ଷକୁ। ଏ ଚମ୍ପକ ଛଲ୍ଲୋ ପୁଣି ତମେ କଣ ପାଇଁ ଆସିଛ? କାହିଁକି ଆଇଛି ଜାଣିପାରୁନୁ? ଦେଖ ଆଜି ହେଉଛି ମୋର ବାହାଘର, ଦୟାକରି ଏଠି ତମେ ଚାଲିଯାଅ। ହଁ ଲୋକ ମନା କରୁଛି କି ଆଜି ପୁରା ତୋ ବାହାଘର, ହେଲେ ସେ ମନ୍ତ୍ରୀ ପୁଅ ସହିତ ନୁହଁ। ତାହେଲେ କାହା ସହିତ ହବ? ଏ ମା, ହେଲେ ମୋ ସହିତ ଲୋ। ଛି, ଗୋଟେ ମାଇଚିଆ ମୋ ବାଦ। ହେଲେ ଚମ୍ପକ ଛଲ୍ଲୋ, ହେଲେ ଏ ଦେହଟା ସିନା ମାଇଛି ଆଲୋ, ହେଲେ ମନଟା ଖାଣ୍ଟି ମରଦଲ। ଚୁପ କର ମୂର୍ଖ। ମୂର୍ଖ ଲାଲ, ମୋ ମୂର୍ଖ ନୁହଁଲୋ, ପୁରା ଶିଖିଛି ହେଇବା। ଭଲରେ ଭଲରେ ଏଠୁ ଚାଲିଯିବୁ ନା, ଦେଖିବୁ। କ'ଣ କରିବା, ମୋ ଉପରେ ଚଢ଼ିଯିବୁ ନା କ'ଣ? ଚଢ଼ିଯିବୁ। ଦୟାକରି ଏଠୁ ଚାଲିଯା, ଯଦି ମୋ ବାପା ଆସିବେ ତାହେଲେ ଭଲ ହବନି। ଆଲୋ ତୋ ବାପା ଆସିଲେ କି ସେ ମନ୍ତ୍ରୀ ପୁଅ ଆସିଲେ, ଆଜି ଏ ରଙ୍ଗନାলী ତୋତେ ଛାଡ଼ିବନି ଲୋ। ତା ବାଇଶ କୋଟିରେ ନେଇ ତୋତେ ହେଇ ନଚେଇବ। ନାଇଁ ନାଇଁ, ଦୟାକରି ମୋତେ ଛାଡ଼ିଦିଅ। ଛାଡ଼ିବିନି ଲୋ। ଆଉ ଅଳ୍ପ ସମୟ ମଧ୍ୟରେ ମୋର ବାହାଘର ହବ। ହଲୋ ମୋ ସହିତ ହବ। ନା। ଆଲୋ ଆବା, ନାଇଁ ଆଲୋ ନାଇଁ ଆବା, ନାଇଁ। ଆଲୋ ଆବା। अबे ସେଦିନ ସେ ମହାତାର ବସି ଯାଇଥିଲେ
ଆଜି ତୋ ରକ୍ଷା ନାହିଁ। ନାଇଁ ନାଇଁ କଣ କରିବୁ ବା ତୋ ପାଖରେ ମର୍ଦ୍ଦଙ୍ଗୀ ମୂର୍ତ୍ତି ଅଛି ମୋ ପାଖରେ ନାହିଁ ଅଛି ଯଦି ସତ ହଁ ମୋ ସହିତ ଯୁଦ୍ଧ କର। ଯୁଦ୍ଧ ଯୁଦ୍ଧ କରିବନି ରେ ବାପା ମୁଁ ଏଇଠି ବାହୁବଳି ଦେଖେଇ ବୁଝୁଛୁ ତାହେଲେ ଠିକ ଅଛି। এই যাও সবগুলো পরীক্ষা। ঠিক ଅଛି ଉଠା ତୋ ହାତ ଉଠା ନା ମୋ ହାତ ଉଠେଇ ଦେଖିଲେ আরে কি ইয়ে হচ্ছে জনে ফটাটিয়া গুন্ডা। ফটাটিয়া গুন্ডা আমার। আরে এটি কোন পাইছু হই ভাই ফটাটিয়া গুন্ডা ছড়া গোটে মাইকিয়া বলে দিছু ଆଉ ଏଠି ଗାଇଛୁ କାହିଁକି ମାଇକିଆ ହଁ ମୁଁ ତୁ ଆରେ ତୋର କି କାମ ଥିଲା ଏଠି ଆଜି ପୁରା ମୋ ଝିଅର ବାହାଘର ତମ ଝିଅର ବାହାଘର ହଁ ଆରେ ତମ ଝିଅର ବାହାଘରକୁ ଭାଙ୍ଗିବା ପାଇଁ ମତେ ଟଙ୍କା ମିଳିଛି ଟଙ୍କା ଆରେ କିଏ ତୁ ଟଙ୍କା ଦେବେ କିଏ ଦେଇଛି କଣ ପାଇଁ ଦେଇଛି ମୁଁ ସେ କଥା ଜାଣିନି କିନ୍ତୁ ତମ ଝିଅର ବାହାଘର ଭାଙ୍ଗିବା ପାଇଁ ମତେ ଟଙ୍କା ମିଳିଛି ଟଙ୍କା ଟଙ୍କା ମିଳିଛି ହଁ ମାନେ ମୋ ଝିଅର ବାହାଘର ଭାଙ୍ଗିବା ପାଇଁ ଟଙ୍କା ମିଳିଛି ହଁ ଆରେ କିଏ ସେ ଟଙ୍କା ତୋତେ ଦେଇଛି କିଏ ସେ ଟଙ୍କା ଦେଇଛି କହିଦେବି କହିଦେ କହିଦେବି କହିଦେ ତମରି ଚଳା ମୋରି ସଲା ହଁ ଜେଠା ଲାଲ ହଁ ତାମାନେ ମୋ ସଲା ଜେଠା ଲାଲ ତୋତେ ଟଙ୍କା ଦେଇ ମୋ ଝିଅର ବାହାଘର ଭାଙ୍ଗିବା ପାଇଁ ପଠେଇଛି ହଁ ଦେଖିବି ଦେଖିବି ସେ ଜେଠା ଲାଲ ଆଗେ ତୋତେ ରଖିବିନି କଣ କରିବି ତୋତେ ମାରୁ ମାରୁ ମାରିଦେବି ସତେ ନା କଣ ହଁ ମାରୁ ମାରିଦେବି ଏମିତି କିଏ ବି କରନି। ଶଳା ମାଇଚିଆ ତୋତେ ଲଜ୍ଜା ଲାଗୁନି ନାଇଁ 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 ସେମିତି ଚୁପ ଛାଡ଼ିଦେବି ଦେଖୁଛୁ ତ ହେଇଠି ତୋ ଜୀବନଟା ଶେଷ କରିଦେବି ହଁ ହଁ କହୁଛି ତୁ ସତ କହୁଛୁ ତ ଜେଠା ଲାଲ ଏ କାମ କରିଛି ଯେତେବେଳେ ସବୁ ଏ କାମ କରୁଛୁ ସେ ଟଙ୍କା ଦେଲେ କଣ ହେଲା ତୁ ଆସିଛୁ ମାନେ ତୁ ଆଜି ମରିକି ଯିବୁ ନାଇଁ ନାଇଁ ଏ ଦୁନିଆରେ କେବଳ କେବଳ ଟଙ୍କା ହିଁ ସବୁ କିଛି ଦେଖିଲେ ତ ଦର୍ଶକ ବନ୍ଧୁ ଏ ବନ୍ଧୁ ଦେଖିଲା ବନ୍ଧୁ अबे परसों जाबे परसों बाबू परशुराम एक कलयुग में पैसा क्या न करेगा ওই ଦେଖିଆ କୁକୁର ଯେଟା ଲାଲ କିଏ ମତେ ଚିହ୍ନି ପାରୁଛୁ କିଏ ମତେ ଚିହ୍ନି ପାରୁଛୁ ମୋ ଭେଣେଇ ଭେଣେଇ ତୋ ଭେଣେଇ ନୁହେଁ କି ତୋ ଭାଟ ବି ନୁହେଁ ଆଜି ତୁ ଗୋଟେ ମୋ ଶତ୍ରୁ ମୁଁ ତୁମ ଶତ୍ରୁ ହଁ ଶୈତାନ ତୁ କାହାକୁ ଟଙ୍କା ଦେଇ ଟିକେ ଭଡ଼ାରେ ଆଣିଛୁ ରେ କେତେ ଟଙ୍କା ରଖିଛୁ ରେ 50,000 ଟଙ୍କା ଦେ ସେଇଥିପାଇଁ ମୁଁ କହିଥିଲି ମୋ ଝିଅର ବାହାଘର ପାଇଁ ପଇସା ଦେବୁ ତୁ ସେଇ ଶଳାକୁ ପଇସା ଦେଇ ମୋ ଝିଅର ବାହାଘର ଭାଙ୍ଗିବା ପାଇଁ ଏଇଠି ପଠେଇଛୁ ଶୈତାନ ହେଲେ ମୁଁ ତୁମକୁ
कोटि कोटि नमस्कार नमस्कार आज शुणिबिनी केबे केबे भी अंता पाप काम नहीं करे शुणिबिनी किछि आज आउ तू जते बेले मो पाखरे भूल करिछु माने आज भी मु तते दंड देबी बुआ दंड हां कुड़ंगार नीरज खाली भाटो भाटो भेणे भेणे बोली मुती खाली फांकी मारने जबे खेले भेणे बाबू अब तते केते दर क्षमा देबी तो चक केते दर क्षमा सागर बाबू ए सागर बाबू हेटा गुजे सागर बाबू हरि दे दे केमिति लागुछि बे केमिति लागुछि ये बुआ घी गुड़ खेला भले लागू हां झगड़ो खाइला बले लागुछि तू जेमिति काम करिछु सेमिति खेले तुमके जोहर कर पूछ रे हां कह जा केबे केबे भी अंता पाप काम नहीं करे नहीं करू जेबे जेबे जदी अंता पाप काम करबी हां हमर मेहदी पिलर गुल के खेम रे बुआ ताहले गोटे कथा मानिबू तू बंचिबा को चाहछु बंचिबा को चाहछु तो हां मो बचबे ताहले गोटे काम करि मारिबू को काम सागर बाबू सुनु छन यार जते वस्त्र अलंकार पिंदुछि सब सही वस्त्र अलंकार खोली दियो ताले खोली दियो एठी एटा पारिबू तो वाह वस्त्र अलंकार सब सब जी थिले दीपका बुआ मरि गले छक्का आउ जीवन थिला बे तो सब किछि मिलबा खोली खोला पछे दिसी रे बुआ खोल शीघ्र कहूछि नहले बंची पारिबुनी अरे खोल हे भगवान माइचा के पटे दिलु तोते आज माइचा बने इटा तो कोई सदरे बुआ जेन खाल कर से खाले पड़स मुई तो से भरिया खाल पड़ी थिला काज नहीं पड़बी ये मां गो मुई केंता दिसी खरे ए मां गो पटिना के परा दिसी ये मां सुरवीर बाबा सामने माना ये मां तेरे महाराज जेन पाप काम कोली बुआ एनी के
मोर जीवन ଥିଲା ପଛେ ଏନ୍ତା ପାପ କାମ नहीं करे କେବେ କରିବୁନି ତ ଏବେ ଡାରାନ के पोला बिनारे बुआ ଠିକ ଅଛି ए शांत ସେଇଠି ରହିବୁ ଏଠି ଆସିବୁନି ଆଉ ମଝିରେ ବାହାଘର ଯାଉ ଡିଷ୍ଟର୍ବ କରିବୁନି ସେଇଠି ବସ 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 ମହାମନ୍ତ୍ରୀ ଋଷ୍ୟଜିତ महाराज ଥିଲି ମୁଁ ତୁମକୁ ଆଗରୁ କଥା ଦେଇଥିଲି ନା हाँ महाराज ସମ ସାଗରଙ୍କ ସହିତ ମୋ ଝିଅ ସୁରଭିର ବାହାଘର ହବ ବୋଲି ହେଲେ ତୁମେ ହେଉଛ ମୋ ବାଲ୍ୟ ବନ୍ଧୁ ମୁଁ କହିବା କଥା ହେଉଛି ଆଜି ଦିନରୁ ତୁମେ ମୋତେ କେବେ ବି ମହାରାଜ ବୋଲି ଡାକି ପାରିବ ନାହିଁ ଡାକିବ କ'ଣ ଜାଣିଛ ନା ସମୁଦି ଆଜିଠାରୁ ଆମେ ହେଲୁ ସମୁଦି ଆଉ ସମୁଦୁଣୀ ତୁମେ ମଧ୍ୟ କେହି ମହାରାଜ ଡାକିବନି ସମୁଦି ବୁଝିପାରୁଛ ତ ଆଜି ଆଜି ସାଗର ପୁଅର ବାହାଘର ହବ ମୋ ଝିଅ ସହିତ ହଁ ଏ ସହଚାରୀ ମାନେ ଆରେ ମୋ ଝିଅ ସୁରଭି ଆଉ ସାଗର ବାବୁକୁ ଏଇ ବେଦିରେ ବସାଅ ତେବେ ଠିକ ଅଛି ଯାଅ। ମହାରାଜ
एक्चुअली मिस्टर मर्धन एवढा घुसा टिके हो अरे सुधीरी सुधीरी मोर सुधीरी बहो